ओम नमः शिवाय। ଏହି ଭିଡ଼ିଓଟି ଉପରେ କ୍ଲିକ୍ କରି ଆପଣ ଜଣାଇଲେ ଯେ ଆପଣଙ୍କ ମନରେ ନିଶ୍ଚୟ ଶିବ ଭକ୍ତି ରହିଛି। ଆପଣ ମହାଦେବଙ୍କର ସେହି ଦିବ୍ୟ ଶକ୍ତିକୁ ଅନୁଭବ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଆପଣ ସମସ୍ତଙ୍କୁ ଏହି ଶିବମୟ ଶିବରାତ୍ରିର ପାବନ ଶୁଭ ଅବସରରେ ଢେର ସାରା ଶୁଭ ମଙ୍ଗଳ କାମନା। ଭଗବାନ ଶିବ ଆପଣଙ୍କର ସମସ୍ତ ପ୍ରାର୍ଥନାକୁ ସ୍ୱୀକାର କରନ୍ତୁ ଏବଂ ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଓ ଆଶୀର୍ବାଦରେ ଭରି ଦିଅନ୍ତୁ। ଏହି ଶିବରାତ୍ରି ଦିନ ଲକ୍ଷ ଲକ୍ଷ ଲୋକ ଶିବଲିଙ୍ଗ ଉପରେ ଜଳ ଚଢ଼ାଇଥାନ୍ତି, ପୂଜା କରିଥାନ୍ତି। କିନ୍ତୁ ଠିକ୍ ବିଧିରେ ପୂଜା କରିନଥିବାରୁ ପୂଜାର ପୂରା ଫଳ ମିଳିନଥାଏ। ଆଜି ମୁଁ ଆପଣମାନଙ୍କୁ କହିବି ପ୍ରାଚୀନ କାଳର ଋଷି ମୁନିମାନେ କିପରି ପୂଜା କରୁଥିଲେ, ଯାହାଦ୍ୱାରା ଆପଣଙ୍କର ଏହି ସାଧାରଣ ପୂଜା ବି ଦିବ୍ୟ ପୂଜା ହୋଇଯିବ। ଆପଣ କେବେ ଭାବିଛନ୍ତି କି ମହାଶିବରାତ୍ରିର ପୂଜାକୁ କାହିଁକି ସବୁଠାରୁ ଶକ୍ତିଶାଳୀ ପୂଜା ବୋଲି କୁହାଯାଏ? କାରଣ ଏହି ଦିନ ପୃଥିବୀର ଊର୍ଜା ଏବଂ ଆପଣଙ୍କ ଶରୀରର ଊର୍ଜା ଏକ ବିଶେଷ ସନ୍ତୁଳନରେ ରହିଥାଏ। ଯେତେବେଳେ ଆପଣ ମନ୍ତ୍ର, ଜଳ ଓ ଧ୍ୟାନକୁ ସଠିକ୍ କ୍ରମରେ ରଖି ପ୍ରାର୍ଥନା କରିଥାନ୍ତି, ଆପଣଙ୍କର ମନର ଏକ ଐଶ୍ୱରିକ ସ୍ଥିରତା ଆସିଥାଏ। ସେଥିପାଇଁ ଶିବରାତ୍ରିର ରୁଦ୍ରାଭିଷେକ ଏକ ଧାର୍ମିକ କ୍ରିୟା ନୁହେଁ, ବରଂ ଏକ ଊର୍ଜା ବିଜ୍ଞାନ ମଧ୍ୟ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଗକୁ ପୂଜାବିଧି ବିଷୟରେ ଏବଂ ଏହି ଶିବରାତ୍ରିରେ କ'ଣ ଭୁଲ କରିବା ନାହିଁ ଜାଣିବା, ଯାହାକି ଆପଣଙ୍କ ପୂଜାକୁ ଆହୁରି ପ୍ରଭାବଶାଳୀ କରିବ। ବର୍ଷରେ ଥରେ ଏମିତି ରାତ୍ରି ଆସେ ଯେଉଁଦିନ ବ୍ରହ୍ମାଣ୍ଡର ଊର୍ଜାଶକ୍ତି ଶିବଙ୍କର ଚରଣରେ ସମର୍ପିତ ହୋଇଥାଏ। ଏହି ଦିନ ହେଉଛି ମହାଶିବରାତ୍ରି। 15 ଫେବୃଆରୀରେ ପଡ଼ୁଥିବା ଏହି ଶିବରାତ୍ରିରେ ପୂଜା କରି ଜଣେ ସାଧାରଣ ବ୍ୟକ୍ତି ବି ଅସାଧାରଣ ଶକ୍ତିକୁ ପାଇପାରିବ। ଶାସ୍ତ୍ରରେ କୁହାଯାଇଛି, ଏହି ଦିନ କରାଯାଇଥିବା ଜପ, ତପ, ଦାନ ଓ ସାଧନାର କୋଟିଗୁଣା ଫଳ ମିଳିଥାଏ। ପୂର୍ବ କାଳରେ ଋଷିମୁନିମାନେ ଏହି ଶିବରାତ୍ରିରେ ଉଜାଗର ରହି ଶିବ ଆରାଧନା କରୁଥିଲେ। ମହାଶିବରାତ୍ରିରେ ବ୍ରହ୍ମାଣ୍ଡର ସକାରାତ୍ମକ ଊର୍ଜା ଅଧିକ ସକ୍ରିୟ ରହିଥାଏ। ଏହି ସମୟରେ ମନ, ଶରୀର ଓ ଆତ୍ମା ଏକ ବିଶେଷ ସନ୍ତୁଳନରେ ଆସିଥାଏ। ଶିବରାତ୍ରିରେ ଯେଉଁ ଲୋକ ଧ୍ୟାନ କରିଥାନ୍ତି, ତାଙ୍କ ଭିତରେ ଏକ ଅଦ୍ଭୁତ ଶାନ୍ତିର ଅନୁଭୂତ ହୋଇଥାଏ। ଯେଉଁ ଲୋକ ପୂଜା କରିଥାନ୍ତି, ତାଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଧୀରେ ଧୀରେ ସମାପ୍ତ ହୋଇଥାଏ। ସେଥିପାଇଁ ଆପଣ ନିଜ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଚାହୁଁଥିଲେ ମହାଶିବରାତ୍ରିକୁ ବ୍ୟର୍ଥ ଯିବାକୁ ଦିଅନ୍ତୁ ନାହିଁ। ଶିବରାତ୍ରି ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ପାଣିରେ ଟିକେ ଗଙ୍ଗାଜଳ ପକାଇ ସ୍ନାନ କର। ପ୍ରତିଦିନ ପରି ନିଜର ଇଷ୍ଟଦେବ ଓ ଘରର ଠାକୁରଙ୍କୁ ପୂଜା କର। ମନକୁ ଶାନ୍ତ ରଖି ଉତ୍ତର ବା ପୂର୍ବ ଦିଗକୁ ମୁହଁ କରି ପବିତ୍ର ଆସନରେ ବସି ମନରେ ସଂକଳ୍ପର ଶକ୍ତିକୁ ଜାଗ୍ରତ କର। ମନେରଖ, ପୂଜା ସାମଗ୍ରୀରେ ନୁହେଁ, ଉଚିତ ଭାବ, ଭକ୍ତି, ଶ୍ରଦ୍ଧା ଓ ସଂକଳ୍ପରେ ହୋଇଥାଏ। ହାତରେ ଗୁଆ ପଇସା ଧରି ମନରେ ମହାଶିବରାତ୍ରିର ବ୍ରତ କରିବା ପାଇଁ ସଂକଳ୍ପ କରି ମୁଣ୍ଡରେ ମାରି ଗୁଆ ପଇସା ଠାକୁରଙ୍କ ପାଖରେ ରଖ। ସ୍ଥିର ଭାବରେ ଓ ଶାନ୍ତ ମନରେ ମହାଦେବଙ୍କୁ ପ୍ରାର୍ଥନା କର, ହେ ମହାଦେବ, ମୋତେ ଏହି ମହାଶିବରାତ୍ରିର ବ୍ରତ ଓ ପୂଜା କରିବା ପାଇଁ ଶକ୍ତି ଓ ଆଶୀର୍ବାଦ ଦିଅ। ମହାଶିବରାତ୍ରି ହେଉଛି ଏକ ଧାର୍ମିକ ପରମ୍ପରା ନୁହେଁ, ଏହା
ଆତ୍ମାକୁ ଜାଗ୍ରତ କରିବାର ଏକ ଧାର୍ମିକ ଅବସର। ଶ୍ରଦ୍ଧା, ବିଶ୍ୱାସ ଓ ଭକ୍ତିର ପୂଜାରେ ଭଗବାନ ଶିବ ଆପଣଙ୍କ ଜୀବନର ଅନ୍ଧକାରକୁ ଦୂର କରି ପ୍ରକାଶ ଆଡ଼କୁ ନେଇଥାନ୍ତି। ଏହି ରାତି ହେଉଛି ମହାନ ଜାଗରଣର ରାତ୍ରି, ମହାଶିବରାତ୍ରି। ଯଦି ଆପଣଙ୍କ ଘରେ ଶିବଲିଙ୍ଗ ରଖିଛନ୍ତି ତାହେଲେ ବିଧିବଦ୍ଧ ପୂଜା କରନ୍ତୁ, ନହେଲେ ପାଖରେ ଥିବା ଶିବ ମନ୍ଦିରକୁ ପୂଜା କରିବାକୁ ଯାଆନ୍ତୁ। ପୂଜନ ସାମଗ୍ରୀରେ ଏକ କଳସ ବା ଲୋଟାରେ କିଛି ସ୍ୱଚ୍ଛ ଜଳ ରଖ। ଏକ ପାତ୍ର ବା ଡଲାରେ ଚନ୍ଦନ, ଅକ୍ଷତ, ଫୁଲ, ଫଳ, ଧୂପ, ଦୀପ, ନୈବେଦ୍ୟ, ପଞ୍ଚାମୃତ, ବସ୍ତ୍ର, କ୍ଷୀର, ଦହି, ଘିଅ, ମହୁ, ବେଲପତ୍ର, ଭାଙ୍ଗ, ଦୁଦୁରା ଫୁଲ, ଫଳ, ଶମୀପତ୍ର, ପାନପତ୍ର ଆଦି ରଖନ୍ତୁ, ଯାହାକି ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଅଭିଷେକ ପାଇଁ କ୍ଷୀର, ଆଖୁରସ କିମ୍ବା ଅନ୍ୟ ଫଳରସର ମଧ୍ୟ ରଖିପାରିବେ। ଏହାପରେ ମନ୍ଦିରକୁ ଯାଇ ଦୀପ ଜଳାଇ ଭଗବାନଙ୍କର ଡାହାଣ ପାଖରେ ରଖନ୍ତୁ। ଏହି ଦୀପ କେବଳ ପ୍ରକାଶ ନୁହେଁ, ବରଂ ଆପଣଙ୍କ ଜୀବନରେ ଅଜ୍ଞାନର ଅନ୍ଧକାରକୁ ଦୂର କରିବାର ଏକ ସଂକେତ ଅଟେ। ଏହାପରେ ହାତ ଯୋଡ଼ି ଭଗବାନ ଶିବଙ୍କୁ ସ୍ମରଣ କରି ନିଜର ନାମ ଓ ଗୋତ୍ର କହି ଏହି ଶିବ ପୂଜା କରୁଛନ୍ତି ବୋଲି ଭଗବାନଙ୍କୁ ଆଜ୍ଞା ମାଗନ୍ତୁ। ସଂକଳ୍ପ କରି ଭଗବାନଙ୍କୁ ବିଶ୍ୱାସରେ କୁହନ୍ତୁ, ହେ ମହାଦେବ, ଆଜିର ଏହି ପୂଜା ଆପଣଙ୍କ ଚରଣରେ ସମର୍ପିତ କରୁଛି। ଏହି ବିଶ୍ୱାସ ଆପଣଙ୍କ ପୂଜାର ଶକ୍ତିକୁ ସମୃଦ୍ଧ କରିଥାଏ। ଏହାଦ୍ୱାରା ଆପଣଙ୍କ ଜୀବନର ସକାରାତ୍ମକତାର ପରିବର୍ତ୍ତନ ଆରମ୍ଭ ହୋଇଥାଏ। ଏହାପରେ ସଂକଳ୍ପ ଗୁଆ ପଇସା, ଅଭିଷେକ ପାଇଁ ଆଣିଥିବା ସାମଗ୍ରୀ ଓ ସମସ୍ତ ପୂଜନ ସାମଗ୍ରୀକୁ ମନ୍ଦିରରେ ଥିବା ପୂଜକଙ୍କୁ ଦିଅନ୍ତୁ। ବ୍ରାହ୍ମଣ ପୂଜା କରୁଥିବା ସମୟରେ ଆପଣ ସେହିଠାରେ ରୁହନ୍ତୁ। ପ୍ରଥମେ ଗୌରୀ ଗଣେଶଙ୍କର ଧ୍ୟାନ କରନ୍ତୁ, କାରଣ ଆଦ୍ୟ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ବିନା କୌଣସି ଶୁଭକାର୍ଯ୍ୟ ପୂର୍ଣ୍ଣ ହୋଇନଥାଏ। ତେଣୁ ଗଣେଶଙ୍କ ଧ୍ୟାନ ପରେ ନନ୍ଦୀ, ଭୃଙ୍ଗୀ, ଶୃଙ୍ଗୀ, ବୀରଭଦ୍ର, ଭଗବାନ କାର୍ତ୍ତିକେୟ, ଅଶୋକ ସୁନ୍ଦରୀ ମାତା ଏବଂ ସର୍ପଦେବତା ଆଦିଙ୍କୁ ସ୍ମରଣ କରି ପୁଷ୍ପ ଅର୍ପଣ କର। ଏହି ଶିବରାତ୍ରିରେ ଶିବଗଣ ଏବଂ ଶିବ ପରିବାରଙ୍କୁ ପୂଜା କରିବା ମଧ୍ୟ ଆବଶ୍ୟକ ଅଟେ। ଏବେ ଭଗବାନ ଶିବଙ୍କୁ ଧ୍ୟାନ କରି ପ୍ରାର୍ଥନା କର। ଆଖି ବନ୍ଦ କରି କଳ୍ପନା କର ଯେ କୈଳାସ ପର୍ବତ ଉପରେ ବସି ଭଗବାନ ଶିବ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଜଳ ଅର୍ପଣ ସମୟରେ ଓଁ ନମଃ ଶିବାୟ ମନ୍ତ୍ର ଜାପ କର। ଅଭିଷେକ ପାଇଁ ଆଣିଥିବା ପଞ୍ଚାମୃତ ଓ ଅନ୍ୟ ସମସ୍ତ ସାମଗ୍ରୀ ଶିବଙ୍କୁ ଅର୍ପଣ ପରେ ଏବଂ ପୂଜା ଶେଷରେ ଆରତି ହେବା ପରେ ଭଗବାନ ଶିବଙ୍କ ପାଖରେ କ୍ଷମା ପ୍ରାର୍ଥନା କର। ହେ ମହାଦେବ, ପୂଜାରେ ତ୍ରୁଟି ହୋଇଥିଲେ ମୋତେ କ୍ଷମା କରନ୍ତୁ। ଏହି ବିନମ୍ରତା ହେଉଛି ଭକ୍ତିର ମାର୍ଗ। ଆରତି ସମୟରେ ଦୀପର ଶିଖାକୁ ଧ୍ୟାନରେ ଦେଖନ୍ତୁ। ପୂଜା ସମାପ୍ତି ପରେ ପୁଷ୍ପାଞ୍ଜଳି ଭଗବାନଙ୍କୁ ଅର୍ପଣ କରି କିଛି ସମୟ ମନ୍ଦିରରେ ବସି ଭଜନ, ଧ୍ୟାନ, ମନ୍ତ୍ର ଆଦି କର। ଏହି ସମୟରେ ମନ ଅଧିକ ଶାନ୍ତ ଓ ପ୍ରଭାବଶାଳୀ ରହିଥାଏ, ତେଣୁ ଜପ, ଧ୍ୟାନର ଶକ୍ତି ବଢ଼ିଥାଏ। ମହାଶିବରାତ୍ରିର ପୂଜା 4 ପ୍ରହରରେ ହୋଇଥାଏ। ପ୍ରଥମ ପ୍ରହର ସନ୍ଧ୍ୟା 6ଟାରୁ 9ଟା ଏବଂ ଦ୍ୱିତୀୟ ପ୍ରହର ରାତ୍ରି 9ଟାରୁ 12ଟା, ତୃତୀୟ ପ୍ରହର 12ଟାରୁ 3ଟା ଏବଂ ଚତୁର୍ଥ ପ୍ରହର ରାତ୍ରି 3ଟାରୁ 6ଟା ମଧ୍ୟରେ ହୋଇଥାଏ। ଏହି ଚତୁର୍ଥ ପ୍ରହରରେ ମହାଦୀପ ଶିବ ମନ୍ଦିରର ଚୂଡ଼ାକୁ ଉଠିଥାଏ। ଏହି ମହାଦୀପ ଦର୍ଶନରେ ଅନେକ ପୁଣ୍ୟ ମିଳିଥାଏ।
ଚାରି ପ୍ରହରର ପୂଜା ସମୟରେ ମନରେ ନୂଆ ସଂକଳ୍ପ ନେଇ ଧ୍ୟାନ କରି ମନ୍ତ୍ର ଉଚ୍ଚାରଣ କରି ଭଗବାନ ଶିବଙ୍କୁ ପୂଜା କରନ୍ତୁ। ଏହି ପୂଜା ମନରେ ଅଦ୍ଭୁତ ଆଧ୍ୟାତ୍ମିକ ଉର୍ଜାକୁ ଜାଗ୍ରତ କରିଥାଏ। ଏବେ ଆସନ୍ତୁ ଜାଣିବା ଏହି ଶିବରାତ୍ରି ସମୟରେ ଆମେ କେଉଁ କେଉଁ ଭୁଲ କରିବା ନାହିଁ। ଦେବଦେବ ମହାଦେବ ଶିବଙ୍କୁ ମହାଯୋଗୀ କୁହାଯାଏ। ଏହି ଦିନ ମନ ଓ ଇନ୍ଦ୍ରିୟକୁ ଶାନ୍ତ ପବିତ୍ର ଓ ସଂଯମ ରଖିବା ଦରକାର। ଏହି ଦିନ କାମ କ୍ରୋଧ ଓ ନକାରାତ୍ମକ ଉର୍ଜାରୁ ଦୂରେଇ ରହିବା ଦରକାର। ମନ ମଧ୍ୟରେ ନକାରାତ୍ମକ ଉର୍ଜା ଦୂର ହେଲେ ଜପ ତପ ଓ ପୂଜାର ଫଳ ବଢ଼ିଥାଏ। ଏହି ଦିନ କୌଣସି ତାମସିକ ଭୋଜନ ଓ ନିଶାଦ୍ରବ୍ୟ ସେବନ କରିବା କଥା ନୁହେଁ। ପାରମ୍ପରିକ ଗ୍ରନ୍ଥରେ କୁହାଯାଇଛି ତାମସିକ ଭୋଜନ ଦ୍ୱାରା ମନ ଭାରୀ ଓ ଅସ୍ଥିର ରହିଥାଏ, ଯାହାଦ୍ୱାରା ପୂଜା ଓ ସାଧନାରେ ବିଘ୍ନ ଆସିଥାଏ। ମହାଶିବରାତ୍ରି ବ୍ରତ ହେଉଛି ସାତ୍ତ୍ୱିକତାର ପର୍ବ। ଏହି ଦିନ କେବଳ ଫଳ ଆହାର କରି ଉପବାସ ରଖାଯାଇଥାଏ। ପିଆଜ ରସୁଣ ଗରିଷ୍ଠ ଭୋଜନ ତାମସିକ ଭୋଜନ ତେଲରେ ପ୍ରସ୍ତୁତ ଖାଦ୍ୟ ଅନ୍ନ ଆଦି ଏହି ଦିନ ଖିଆଯାଏ ନାହିଁ। ଏହି ଶିବରାତ୍ରି ଦିନ ରୋଗୀ ଗରିବ ଲୋକଙ୍କୁ ସାହାଯ୍ୟ କରିବା କଥା, କାହାକୁ ଅପମାନିତ କରିବା କଥା ନୁହେଁ। ଧର୍ମଶାସ୍ତ୍ରରେ ଦାନ ଓ କରୁଣାକୁ ଶିବଭକ୍ତିର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ବୋଲି କୁହାଯାଏ। ତେଣୁ ଏହି ଦିନ ଅନ୍ନ ଜଳ ବସ୍ତ୍ର ନିଜର କ୍ଷମତା ଅନୁସାରେ ଦାନ କରିବା ଉଚିତ। ଏହି ଶିବରାତ୍ରି ଦିନ କ୍ରୋଧ ମିଛ ଓ ଅପଶବ୍ଦ କୁହ ନାହିଁ। ବ୍ରତ କେବଳ ଶରୀରରେ ନୁହେଁ ବାଣୀ ଓ ବ୍ୟବହାରରେ ମଧ୍ୟ ରହିଥାଏ। କେତେକ ବ୍ରତ ନିୟମରେ କୁହାଯାଇଛି ବ୍ରତ ଦିନ ଶାନ୍ତ ରହିବା ସତ୍ୟ କହିବା କାହାରି ମନକୁ କଷ୍ଟ ନ ଦେବା ହେଉଛି ଅସଲ ଶିବ ପୂଜା। ପୂଜାକୁ କେବଳ ଦେଖାଣିଆ ପାଇଁ ବା ଜଲ୍ଦବାଜିରେ କରିବା କଥା ନୁହେଁ। ଶିବପୁରାଣ ଓ ଅନ୍ୟ ପୂଜାବିଧିରେ ଭାବ ଓ ଶ୍ରଦ୍ଧାକୁ ସବୁଠାରୁ ବଡ଼ ପୂଜା ବୋଲି କୁହାଯାଏ। ସେଥିପାଇଁ ଜଲ୍ଦି ଜଲ୍ଦି ମନ୍ଦିର ଯାଇ ଅଭିଷେକ ଓ ପୂଜା କରିଦେବା ପର୍ଯ୍ୟାପ୍ତ ନୁହେଁ। ବରଂ ଶ୍ରଦ୍ଧା ଭକ୍ତି ବିଶ୍ୱାସ ଓ ସଂଯମ ରହି ମନ୍ତ୍ର ଜପ ଓ ଧ୍ୟାନ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହା ହେଉଛି ଶିବ ପୂଜାର ବିଶେଷ ଅଙ୍ଗ। ଏହି ଶିବରାତ୍ରିରେ ଆପଣ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତିର ସହିତ ମହାଦେବଙ୍କର ସ୍ତୁତି ମନ୍ତ୍ର ପୂଜା ଆଦି ଧ୍ୟାନର ସହ କରନ୍ତୁ।